ନିଶାର୍ଥ ଆକାଶ ଘାଡ଼ ମେଘାଚ୍ଛନ୍ନ। ବିଦ୍ୟୁତ୍ ଚମକିବା ସଙ୍ଗେ ସଙ୍ଗେ ବକ୍ରଧ୍ୱନିରେ ପ୍ରକମ୍ପିତ ହେଉଥାଏ ସେ ନିର୍ଜନ ମୂଲକ। ବିଜୁଳି ଆଲୁଅରେ ଝଟକି ଉଠୁଥାନ୍ତି ଶ୍ମଶାନଯାକର ବିକ୍ଷିପ୍ତ ନରକଙ୍କାଳମାନ। ଆଖପାଖର ବଣବୁଦା ଭିତରୁ ଶୁଭୁଥାଏ କେତେ କିସମର ପଶୁଙ୍କ ରଡ଼ି। ତୁହାକୁ ତୁହା ହିମ ପବନ ଯେପରିକି ଅସ୍ଥିମଜ୍ଜା ଥରାଇ ଦେବ। କିନ୍ତୁ ସେ ଦୁର୍ଯୋଗମୟ ରାତିରେ ନିର୍ଭୀକ ରାଜା ବିକ୍ରମ ବୃକ୍ଷାରୋହଣ କରି ତାନ୍ତ୍ରିକର ନିର୍ଦ୍ଦେଶ ଅନୁସାରେ ଏକ ଉଚ୍ଚ ଶାଖାରୁ ମୃତଦେହଟିକୁ ଉତାରି ଆଣିଲେ। ତେବେ ତାକୁ କାନ୍ଧରେ ପକାଇ ସେ ଆଗକୁ ପାଦ ବଢ଼ାଇବା କ୍ଷଣି ସେ ଦେହସ୍ଥିତ ବେତାଳ କହିଲା, ହେ ରାଜନ୍, ଗୋଟାଏ ଘଟଣା ଶୁଣାଉଛି, ମନ ଦେଇ ଶୁଣ, ଶ୍ରମଭାର ଲାଘବ ହେବ। ରାଜାଙ୍କ ମୌନତାକୁ ସମ୍ମତି ବୋଲି ଧରି ନେଇ ବେତାଳ ଗପିଲା। ବହୁବର୍ଷ ତଳର କଥା। ମଲ୍ଲୀନଗରୀ ନାମକ ସମୃଦ୍ଧ ରାଜ୍ୟରେ ରାଜୁତି କରୁଥିଲେ ଶ୍ରେୟଦତ୍ତ ନାମକ ଜଣେ ସୁଦକ୍ଷ ରାଜା। ତାଙ୍କୁ ଖାଲି ସୁଦକ୍ଷ କହିବା ଯଥେଷ୍ଟ ହେବ ନାହିଁ। ସେ ଥିଲେ ଜଣେ ରାଜର୍ଷି ପ୍ରତିମ ଶାସକ। ନୀତିସମ୍ମତ ଶାସନରେ ଯେପରି ତିଳେ ମଧ୍ୟ ବ୍ୟତିକ୍ରମ ନ ହେବ ସେ ଦିଗରେ ସେ ଥିଲେ ସଦା ସତର୍କ। ତାଙ୍କର କୌଣସି ବିଳାସପୂର୍ଣ୍ଣ ଅଭ୍ୟାସ ନଥିଲା। ଗୁଣୀ ଅଥଚ ଅଭାବଗ୍ରସ୍ତ ଗୃହସ୍ଥମାନଙ୍କୁ ସେ ଯେପରି ସେମାନଙ୍କୁ କୃଷିକର୍ମ ଅଥବା ବ୍ୟବସାୟରେ ଉନ୍ନତି ସକାଶେ ଅକୃପଣ ସାହାଯ୍ୟ ଦେଉଥିଲେ, ମେଧାବୀ ଶିଳ୍ପୀ, କବି ଓ ଗବେଷକମାନଙ୍କୁ ସେହିପରି ପୃଷ୍ଠପୋଷକତା ପ୍ରଦାନ କରୁଥିଲେ। ତେବେ ତାଙ୍କ ଶୁଭେଚ୍ଛୁ ଓ ବନ୍ଧୁମାନେ ରାଜା ନିଃସନ୍ତାନ ଥିବା ଯୋଗୁଁ ଦୁଃଖ ପ୍ରକାଶ କରୁଥିଲେ। ରାଜା କିନ୍ତୁ ହସି ହସି କହୁଥାନ୍ତି, ମୋ ପୁଅଟେ ଯେ ନିଶ୍ଚିତ ଭାବେ ଜଣେ ସଜ୍ଜନ ହେବ, ସୁଶାସକ ହେବ, ସେ ପ୍ରତିଶ୍ରୁତି କେହି ଦେଇପାରିବେ କି? ମୋ ମନ୍ତ୍ରିମଣ୍ଡଳ ଓ ଅମାତ୍ୟବର୍ଗଙ୍କ ପୁତ୍ରମାନଙ୍କ ଭିତରେ ନିଶ୍ଚୟ କେହି କେହି ବୁଦ୍ଧିମାନ ଓ ବିବେକୀ ତରୁଣ ଥିବେ। ସେମାନଙ୍କ ଭିତରୁ ଜଣକୁ ସିଂହାସନରେ ବସାଇବାରେ ସମସ୍ୟା କ'ଣ? ମୁଁ ନିଜେ ସଜ୍ଞାନରେ କିଛି ଅନ୍ୟାୟ କରିନାହିଁ କିମ୍ବା କରିବି ନାହିଁ। ମୋର ଏତକ ଆତ୍ମବିଶ୍ୱାସ ରହିଛି। କିନ୍ତୁ ମୋ ପୁଅ ଥିଲେ ସେ ଗୋଟିକ ମୋହରି ଭଳି ସଜାଗ ଓ ସତର୍କ ରହିବ ବୋଲି କେହି ଭବିଷ୍ୟତବାଣୀ କରିପାରନ୍ତେ ନାହିଁ। ମୋ ରକ୍ତ ଜଣକ ଧମନୀରେ ପ୍ରବାହିତ ହୋଇପାରେ, କିନ୍ତୁ ମୋ ଚେତନା ଯାଇ ତା'ର ଚେତନାର ସ୍ଥାନ ଅଧିକାର କରିପାରିବ କି? ରାଜାଙ୍କର ଏଭଳି ଯୁକ୍ତିରେ ସମସ୍ତେ ନୀରବ ରହିଯାଉଥିଲେ। ରାଜା ବାର୍ଦ୍ଧକ୍ୟରେ ଉପନୀତ ହେଲେ। ଜଣେ ସନ୍ଥଙ୍କୁ ସେ ଗୁରୁର ମର୍ଯ୍ୟାଦା ଦେଉଥାନ୍ତି। ଦିନେ ରାଜା ସେହି ଗୁରୁସ୍ଥାନୀୟ ସନ୍ଥଙ୍କୁ ଏକାନ୍ତରେ କହିଲେ, ମହାଭାଗ, ମୁଁ କାହାକୁ ହେଲେ ମୋର ଉତ୍ତରାଧିକାରୀ ରୂପେ ମନୋନୀତ କରିବାର ସମୟ ସମାଗତ। ଯଥାର୍ଥ କଥା, ସନ୍ଥ କହିଲେ। ମହାଭାଗ, ମୁଁ ଜ୍ଞାତି କୁଟୁମ୍ବ ତଥା ମନ୍ତ୍ରୀ ଏବଂ ଅମାତ୍ୟବର୍ଗଙ୍କର 20-25 ସରିକି ତରୁଣ ପୁତ୍ରମାନଙ୍କୁ ବାରମ୍ବାର ଏକତ୍ର କରି ସେମାନଙ୍କ ସହ ଆଳାପ ଆଲୋଚନା ପ୍ରଶ୍ନୋତ୍ତର କରିଆସୁଛି। ସେମାନଙ୍କ ଜ୍ଞାନ, ବୁଦ୍ଧି, ଆଚରଣ ଏବଂ ଏସବୁ ପର୍ଯ୍ୟବେକ୍ଷଣ କରୁଛି। ସେମାନଙ୍କ ଭିତରୁ 4 ଜଣ ମୋତେ ବେଶ୍ ଉପଯୁକ୍ତ ମନେ ହେଉଛନ୍ତି। ସବୁ ଗୁଣରେ ସେମାନେ ଊଣାଅଧିକେ ସମାନ। ସେ 4 ତରୁଣଙ୍କର ଆଉ କେଉଁ ଗୁଣର ପରୀକ୍ଷା ନେଇ ମୁଁ ଜଣକୁ ମୋ ଉତ୍ତରାଧିକାରୀ ମନୋନୀତ କରିବି, ତାହା ହିଁ ପ୍ରଶ୍ନ। ରାଜା ତାଙ୍କ ସମସ୍ୟା ଉପସ୍ଥାପନ କଲେ। ସନ୍ଥ ଟିକିଏ ଧ୍ୟାନସ୍ଥ ରହି ରାଜାଙ୍କୁ ଗୁଣଟି କହିଦେଲେ ଏବଂ କେଉଁ ରୀତିରେ ପରୀକ୍ଷା କରି କିଏ ଉତ୍ତୀର୍ଣ୍ଣ ହେଲା ବୋଲି ସିଦ୍ଧାନ୍ତ ନିଆଯିବ ତାହା ବତାଇଦେଲେ। ରାଜାଙ୍କ ବଦନ ଉଜ୍ଜ୍ୱଳ ଦିଶିଲା। ପରଦିନ ସେ କେବଳ ମାତ୍ର ସନ୍ଥଙ୍କ ଉପସ୍ଥିତିରେ ଉପରୋକ୍ତ 4 ଯୁବକ ଗୌତମ, ସୁଶାନ୍ତ, ଶ୍ରୀଦେବ ଏବଂ ମହେନ୍ଦ୍ରଙ୍କୁ ଡକାଇ କହିଲେ, ମୋର ଆୟୁ ଶେଷ ହୋଇ ଆସୁଛି। ତେବେ ମୋତେ ଅପେକ୍ଷାକୃତ ଦୀର୍ଘାୟୁ କରିବା ନିମନ୍ତେ ସନ୍ଥ ମହାଭାଗ ଗୋଟିଏ ଅଭିନବ ଯଜ୍ଞ ଅନୁଷ୍ଠିତ କରିବାର ପ୍ରସ୍ତାବ ରଖୁଛନ୍ତି। ସେ ଅନୁଷ୍ଠାନର ନାମ ନେତ୍ରମେଧ ଯଜ୍ଞ।
ମୋତେ ଅତୀବ ଶ୍ରଦ୍ଧା କରୁଥିବେ ଏବଂ ମୋଠାରୁ କିଛି ପ୍ରତ୍ୟାଶା ନଥିବ ସେଭଳି ଜଣେ ଯୁବକ ଆପଣାର ବେନି ନୟନ ସ୍ୱତଃସ୍ଫୂର୍ତ୍ତ ଭାବେ ତ୍ୟାଗ କରିବା ଚାହେଁ। ତାହା ହିଁ ହେବ ଯଜ୍ଞରେ ମୁଖ୍ୟ ଆହୁତି। ଯୁବକ ଜଣକ ଅନ୍ଧ ହେବ, ପୁଣି ତା'ର ଜୀବନ ମଧ୍ୟ ଯାଇପାରେ। ତୁମେ ଚାରିଜଣ ଚାରିଦିଗକୁ ଯାଅ, ସୁସ୍ଥ ସବଳ ଯୁବକମାନଙ୍କୁ ଭେଟି ଏ ଚାହିଦା କଥା କହିବ, ତାହାକୁ ପ୍ରବର୍ତ୍ତାଇବ ନାହିଁ। ଶୁଣିବା ମାତ୍ରେ ସ୍ୱତଃସ୍ଫୂର୍ତ୍ତ ଭାବରେ ଯିଏ ବିନା ସର୍ତ୍ତରେ ତୁରନ୍ତ ଏଭଳି ତ୍ୟାଗ ପାଇଁ ବାହାରି ପଡ଼ିବ, ତାକୁ ସ୍ୱାଗତ କରି ନେଇ ଆସିବ। ରାଜା ଚାରି ଯୁବକଙ୍କୁ 3 ସପ୍ତାହ ସମୟ ଦେଲେ। କିଏ କେଉଁ ଦିଗକୁ ଯିବେ ତାହା ସ୍ଥିର କରିଦେଲେ। ନିର୍ଦ୍ଦିଷ୍ଟ ଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନେ ନଅର ଅଭ୍ୟନ୍ତରସ୍ଥ ଦେବମନ୍ଦିରରେ ରାଜା ଓ ସନ୍ଥଙ୍କୁ ଭେଟିବେ। ରହିଲା ଏହି ସର୍ତ୍ତ, ହୁଏତ ତତ୍କ୍ଷଣାତ୍ ଯଜ୍ଞ ଅନୁଷ୍ଠିତ ହେବ। ଯୁବକମାନେ ସନ୍ଥ ଓ ରାଜାଙ୍କୁ ପ୍ରଣାମ କରି ବିଦାୟ ନେଲେ। ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ହିଁ ମନ୍ଦିର ପ୍ରାଙ୍ଗଣରେ କେବଳ ଗୌତମଙ୍କୁ ଛାଡ଼ି ଅନ୍ୟ 3 ଯୁବକ ଉପନୀତ ହେଲେ। ସେମାନେ ବିମର୍ଷ ଭାବରେ ଯାହା କହିଲେ ତାହାର ସାରାଂଶ ହେଲା, ଶୁଣିବା ମାତ୍ରେ ସ୍ୱତଃସ୍ଫୂର୍ତ୍ତ ଭାବରେ ସେଭଳି ତ୍ୟାଗ କରିବାକୁ କେହି ଆଗଭର ହେଲେ ନାହିଁ। ଅବଶ୍ୟ ବେଶ୍ କେତେଜଣ ସେମାନଙ୍କ ପରିବାର ସକାଶେ ରାଜଦତ୍ତ ଯଥେଷ୍ଟ ସମ୍ବଳ ଛାଡ଼ି ଯାଇପାରିଲେ ଅନ୍ଧ ହେବାକୁ ବା ଜୀବନ ବିପନ୍ନ କରିବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ। କେହି କେହି କୌଣସି ସର୍ତ୍ତ ନ ରଖିଲେ ମଧ୍ୟ କିଛି ସମୟ ଚିନ୍ତା କରି କୁଣ୍ଠିତ ଭାବରେ ତ୍ୟାଗ ପାଇଁ ଆଗଭର ହେଲେ। ଗୌତମ କାହାନ୍ତି? ରାଜା ଇତସ୍ତତଃ ଅନାଇ ପ୍ରଶ୍ନ କଲେ। 3 ଯୁବକଙ୍କ ମଧ୍ୟରୁ ଜଣେ କହିଲେ, ଏକତ୍ର ସଭିଏଁ ଆସିବୁ ବୋଲି ଆମେ ବି ତାଙ୍କ ଘରକୁ ଯାଇଥିଲୁ, କିନ୍ତୁ ଯୁବକଟି ବାକ୍ୟ ସମ୍ପୂର୍ଣ୍ଣ ନ କରିବାରୁ ରାଜା ସ୍ୱଗତୋକ୍ତି କଲାଭଳି କହିଲେ, ସେ ତ ପୂର୍ବ ଦିଗକୁ ଯାଇଥିବା କଥା। ମହାରାଜ, ତାଙ୍କ ଘର ଅବଶ୍ୟ ନଅରର ପୂର୍ବ ଦିଗରେ, କିନ୍ତୁ ଆମେ ଯାହା ସନ୍ଧାନ କରି ଜାଣିଲୁ ସେ ଗତ 3 ସପ୍ତାହ ଯାକ କୌଣସି ପୂଜା ଅର୍ଚ୍ଚନାରେ ବ୍ୟସ୍ତ, ଘରୁ ମୋଟେ ପାଦ କାଢ଼ି ନାହାନ୍ତି। ଅବଶ୍ୟ ମହାରାଜ, କୌତୂହଳୀ ବୋଲି ଏକଥା ଜଣାଇଲି। ତାଙ୍କ ଆଚରଣ ଉପରେ ମନ୍ତବ୍ୟ ଦେବା ଆମର ଅନଧିକାର ଚର୍ଚ୍ଚା। ଆଉ ଜଣେ ଯୁବକ କହିଲେ। ତାଙ୍କ ବକ୍ତବ୍ୟ ଶେଷ ହେବା ବେଳକୁ ସଦ୍ୟ ସ୍ନାନ ସମାପନ କରି ପାଟବସ୍ତ୍ର ପରିଧାନ କରିଥିବା ଗୌତମ ଆସି ପହଞ୍ଚି ସନ୍ଥ ଏବଂ ରାଜାଙ୍କୁ ପ୍ରଣାମ କଲେ ଓ କହିଲେ, ପ୍ରସ୍ତୁତ। ରାଜା ସନ୍ଥଙ୍କ ଆଡ଼େ ଅନାଇଲେ। ସନ୍ଥ ଗୌତମ ଶିରରେ ହାତ ରଖି ରାଜାଙ୍କୁ କିଛି ଇଙ୍ଗିତ ଦିଅନ୍ତେ ରାଜା କହିଲେ, ଯଥାଶୀଘ୍ର ପ୍ରସ୍ତୁତ ହୁଅ। ଯୁବରାଜ, ସୁଲଭ ଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ ରୁହ। ଅବଶ୍ୟ ଅନ୍ୟ 3 ଜଣଙ୍କୁ ରାଜା ଶାସନ ବ୍ୟବସ୍ଥାର ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆସନରେ ନିଯୁକ୍ତ କଲେ। ଘଟଣାଟି ବର୍ଣ୍ଣନା ଏହିଠାରେ ଶେଷ କରି ବେତାଳ ପ୍ରଶ୍ନ କଲା, ରାଜନ, କେଉଁ ଗୁଣ ଗୋଟିକ ଭିତ୍ତିରେ ଆପଣାର ଉତ୍ତରାଧିକାରୀ ମନୋନୟନ ନିମନ୍ତେ ସନ୍ଥ ରାଜାଙ୍କୁ ପରାମର୍ଶ ଦେଇଥିଲେ? କାହିଁକି ଗୌତମ ଘରୁ ଗୋଡ଼ ନ କାଢ଼ି ମଧ୍ୟ କିପରି ଯୁବରାଜ ଆସନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଗଲା? ପାରିଲେ ମୋ ପ୍ରଶ୍ନ 2ଟିର ଉତ୍ତର ଦିଅ। ଉତ୍ତର ଜାଣିଥିବା ସତ୍ତ୍ୱେ ନୀରବ ରହିଲେ ତୁମ ଶିର ହେବ ସ୍କନ୍ଧଚ୍ୟୁତ। ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନ କରି ରାଜା ବିକ୍ରମ ଉତ୍ତର ଦେଲେ, ସନ୍ଥ, ନିରୂପିତ ଗୁଣଟି ହେଲା ରାଜାଙ୍କ ପ୍ରତି ନିବିଡ଼ ଶ୍ରଦ୍ଧାଭାବ, ଅର୍ଥାତ୍ ରାଜାଙ୍କ ସଦ୍ଗୁଣ ସବୁ ପ୍ରତି ଆକର୍ଷଣ। ସେସବୁ ଗୁଣ ପ୍ରତି ଜଣେ ନିବିଡ଼ ଭାବେ ଶ୍ରଦ୍ଧାଶୀଳ ହୋଇଥିବା ଯୋଗୁଁ ହିଁ ସେ ରାଜାଙ୍କ ଦୀର୍ଘ ଜୀବନ ସକାଶେ ନିଜେ ଯେକୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ହେବ। ସେଭଳି ଯୁବକଟିଏ ଯଦି ନିଜେ ରାଜା ହୁଏ, ତେବେ ସେ ସେହି ସବୁ ଗୁଣ ବଜାୟ ରଖିବ। ସେହିଭଳି ଯୁବକ ହିଁ ହେବ ରାଜାଙ୍କ ଉପଯୁକ୍ତ ଉତ୍ତରାଧିକାରୀ। ଗୌତମ ସନ୍ଥ ନିର୍ଦ୍ଧାରିତ ସର୍ତ୍ତ ଶୁଣିବା ମୁହୂର୍ତ୍ତରେ ହିଁ ସ୍ୱତଃସ୍ଫୂର୍ତ୍ତ ଭାବରେ ନିଜ ନେତ୍ର ଯୁଗଳ ଆହୁତି ଦେବାକୁ ପ୍ରସ୍ତୁତ ହୋଇ ଯାଇଥିଲେ। ତେଣୁ ସେ କାହାକୁ ଖୋଜିବାକୁ ଯିବାର ପ୍ରୟୋଜନ କ'ଣ? ଅନ୍ୟ 3 ଯୁବକ ମୁଣ୍ଡକୁ କିନ୍ତୁ ଏକଥା ଜୁଟି ନଥିଲା, ଅର୍ଥାତ୍
ରାଜାଙ୍କ ପ୍ରତି ସେମାନଙ୍କର ବିପୁଳ ଶ୍ରଦ୍ଧା ଥିଲେ ମଧ୍ୟ ଗୌତମଙ୍କ ଠାରୁ ତାହାର ମାତ୍ରା ଥିଲା ଯଥେଷ୍ଟ ନ୍ୟୁନ। କିନ୍ତୁ ଗୁଣଗ୍ରାହୀ ରାଜା ସେମାନଙ୍କ ଯୋଗ୍ୟତା ଠଉରାଉଥିବା ଯୋଗୁଁ ଗୁରୁଦାୟିତ୍ୱ ବହନ କଲା ଭଳି ପଦମାନଙ୍କରେ ସେମାନଙ୍କୁ ବସାଇବାକୁ ସିଦ୍ଧାନ୍ତ କଲେ। ତେବେ ତାଙ୍କ ସଚ୍ଚା ଉତ୍ତରାଧିକାରୀ ହେବାର ଯୋଗ୍ୟତା କେବଳ ମାତ୍ର ମହତ୍ ଶ୍ରଦ୍ଧାଶୀଳ ଗୌତମର ହିଁ ଥିଲା। ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ବେତାଳ ଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡ଼ିଲା।